ଯେହେତୁ ଦେବୀ ମିଶ୍ର ଏବେ ଆକ୍ଟିଭ ରହୁଛନ୍ତି ଓ ତ କୁହାଯାଉଛି ବିଜେଡିର ପରବର୍ତ୍ତୀ କାର୍ଯ୍ୟକର୍ତ୍ତା ଦେବୀ ମିଶ୍ର ହିଁ ଗ୍ରହଣ କରିବେ। ଦେବୀ ମିଶ୍ରଙ୍କର ଅଭିଜ୍ଞତା କିଛି କମ୍ ନାହିଁ ରାଜନୀତିରେ। ସେ ଛାତ୍ର ଅବସ୍ଥାରେ ବିଜୁ ଜନତା ସହିତ ବିଜୁ ବାବୁଙ୍କ ସହିତ ରାଜନୀତିରେ ସେ ଆସିକି ଯୋଗ ଦେଇଥିଲେ। ବୁଝିପାରୁଛନ୍ତି ତ? ଦେବୀ ବାବୁଙ୍କର ସାଂଗଠନିକ ଦକ୍ଷତା ଅଛି, ଅଭିଜ୍ଞତା ଅଛି। ତାଙ୍କ ଦଳରେ ଅନେକ ଲୋକଙ୍କର ଅଭିଜ୍ଞତା ଅଛି। ଯେହେତୁ ଦେବୀ ବାବୁ ସକ୍ରିୟ ଅଛନ୍ତି, ସେ ପଦାକୁ ଜଣା ପଡି ଯାଉଛନ୍ତି। ନହେଲେ ବିଜୁ ଜନତା ଦଳରେ ସଂଗଠନ ସମ୍ଭାଳିବା ପାଇଁ ଯଦି ବିଭିନ୍ନ ଜୋନ୍ ଅନୁଯାୟୀ କାହାକୁ ଦାୟିତ୍ୱ ଦେବେ କରିବେ, ବିଭିନ୍ନ ନେତା ଅଛନ୍ତି। ଯଦି ଜଣକୁ କାହାକୁ ଦେବେ, ଯୋଗ୍ୟ ନେତା ଅଛନ୍ତି। ମାନିବା ନ ମାନିବା ପର କଥା, କିନ୍ତୁ ବିଜୁ ଜନତା ଦଳରେ ସଂଗଠନ ଦାୟିତ୍ୱ ନେଇକରି କାମ ଚଳେଇବା ପାଇଁ ଦଳ ମତ ନିର୍ବିଶେଷରେ ଦଳ ଏକାଠି ହେଇକରି କରିବା ପାଇଁ ନେତାଙ୍କର ସେଠି ଅଭାବ ନାହିଁ। ସେହିପରି ଅରୁଣ ସାହୁଙ୍କ କଥା କହିବା, ଅରୁଣ ସାହୁ ମଧ୍ୟ ରାଜନୀତିରେ ବେଶ ସକ୍ରିୟ। କୁହାଯାଉଛି ପରବର୍ତ୍ତୀ କାର୍ଯ୍ୟକର୍ତ୍ତା ଅରୁଣ ସାହୁ ମଧ୍ୟ ଗ୍ରହଣ କରିପାରନ୍ତି। ଅରୁଣ ସାହୁ ଶୁଣନ୍ତୁ, ଅରୁଣ ସାହୁ ବି ଯୁବ ବୟସ ଛାତ୍ର ସଭାପତି ଥିଲେ। ଛାତ୍ର ସଂଗଠନ ଯୋଉମାନେ ତାଙ୍କ ନେତୃତ୍ୱରେ କାମ କରୁଥିଲେ ସେମାନେ ଆଜି ଯୁବକ ହେଲେଣି। ସେମାନଙ୍କ ମାନେ ଯୁବକ ହେଇକି ସେମାନେ ପ୍ରୌଢ଼ତ୍ୱ ପାଇ ଅବସ୍ଥାକୁ ଆସିଗଲେଣି। ବୁଝିପାରୁଛନ୍ତି ତ? ତେଣୁ ସେମାନଙ୍କର ନିହାତି ଭାବରେ ତାଙ୍କର ଯୋଉ ଛାତ୍ର ସଂଗଠନ ସହିତ ସମ୍ପୃକ୍ତି ଥିଲା, ଏବଂ ବିଭିନ୍ନ ସମୟରେ ପ୍ୟାରୀବାବୁଙ୍କ ସମୟରେ ମଧ୍ୟ ଦଳର ବିଭିନ୍ନ ଦାୟିତ୍ୱ, ଜିଲ୍ଲା ଦାୟିତ୍ୱ, ଏ ଦାୟିତ୍ୱ ରହୁଥିଲା। ସିଏ ରହୁନଥିଲେ, ସିଏ ରହୁଥିଲେ, ଅତନୁ ସବ୍ୟସାଚୀ ରହୁଥିଲେ, ସଞ୍ଜୟ ଦାସ ବର୍ମା ରହୁଥିଲେ। ଗୋଟେ ସମୟରେ ଏଇ 4-5 ଜଣ ନେତା ଦଳ ସମ୍ଭାଳୁଥିଲେ, ମାନେ ଫରୱାର୍ଡ ପ୍ଲେୟାର। ମାନେ ଗୋଲକିପର ନବୀନ ବାବୁ ଥିଲେ, ବଲ୍ ଆସୁନଥିଲା ଗୋଲ ପୋଷ୍ଟ ପାଖକୁ। ସେତେବେଳେ ଏଭଳି ଖେଳୁଥିଲେ, ମାନେ ଫରୱାର୍ଡ ପ୍ଲେୟାର ଥିଲେ, ଗୋଟିଏ ବି ବଲ୍ ଗୋଲ ପୋଷ୍ଟ ପାଖକୁ ଆସୁନଥିଲା। ଏବେ କିନ୍ତୁ ଚିତ୍ର ବଦଳି ଯାଇଛି, ବିରୋଧୀ ଦଳରେ ବିଜୁ ଜନତା ଦଳ। ତେଣୁ କାହାକୁ ଫରୱାର୍ଡ ପ୍ଲେୟାର କରେଇବେ ସେଇଟା ନିର୍ଭର। ସେ ଅରୁଣ ସାହୁ ହେଇପାରନ୍ତି, ଅତନୁ ବାବୁ ହେଇପାରନ୍ତି, ସଞ୍ଜୟ ବାବୁ ହେଇପାରନ୍ତି, ଦେବୀ ମିଶ୍ର ହେଇପାରନ୍ତି, ରାଜା ସ୍ୱାଇଁ ବୟସ ହେଲେ ବି ସିଏ ବି ଜଣେ ବରିଷ୍ଠ ନେତା, ପ୍ରସନ୍ନ ଆଚାର୍ଯ୍ୟ ବି ଜଣେ ବରିଷ୍ଠ ନେତା। ତେଣୁ କାହାକୁ କରିବେ ସେଇଟା ତାଙ୍କ ଦଳର ଆଜ୍ଞା ନିଷ୍ପତ୍ତି ହବ। ଆମେ ଏଇଠି ବସିକି ଜ୍ୟୋତିଷ ଶାସ୍ତ୍ର ପ୍ରବଚନ କଲେ କିଛି ଲାଭ ହବ ନାହିଁ।